ନାଇଁ ତାଙ୍କ ଗୋଟେ ଘର ଭିତରେ ସେ ରହୁଛନ୍ତି ନା ନାଇଁ ଏମିତି ବୟାନବାଜି ମୁଁ କହିଲି ଏଇଭଳିଆ ଯୋଉ ଅବାନ୍ତର ଆଲୋଚନା ଗୋଟେ ଘର ଭିତରେ ରହୁଛନ୍ତି ଗୋଟେ ଘର ଭିତରେ ଖାଉଛନ୍ତି ଗୋଟେ ଘର ଭିତରେ ପୁଅ ପୁତୁରା ନାତି ନାତୁଣୀକି ନେଇକି ସେ ଚଳିବା ବୟସରେ ଆଉ ରାଜନୈତିକ ବୟାନବାଜି ଏବଂ ପାଣ୍ଡିଆନ କଥାରେ ମିଛ କହିକି ନିଜର ଯୋଉ ସୁନାମ ଥିଲା ଭଦ୍ରକ ଜିଲ୍ଲାରେ ଜଣେ ରାଜନୈତିକ ନେତା ହିସାବରେ ମନ୍ତ୍ରୀ ହିସାବରେ କିମ୍ବା ବିଧାୟକ ହିସାବରେ ତାକୁ ଆଉ କ୍ଷୁର୍ଣ୍ଣ କରନ୍ତୁ ମତେ ଲାଗୁଛି ବୋଧେ ତାଙ୍କର ସେଠୁ କିଛି ଲୋକ ଆସିବାରେ କମିଗଲା ବୋଲି ପ୍ରଫୁଲ୍ଲ ସାମଲକୁ ପାଣ୍ଡିଆନ ଭିତରେ ସେ ପାଣ୍ଡିଆନକୁ ଦେଖା କଲେ ନା ନବୀନିଆକୁ ଦେଖାଲେ ତାର ଆଗ ସ୍ପଷ୍ଟ କରନ୍ତୁ ପ୍ରଫୁଲ୍ଲ ସାମଲ କାହିଁକିନା ତାଙ୍କ ପୁଅ ଗଲେ ତାଙ୍କ ନିଜ ଭଉଣୀ ଗଲେ ଦୁଇ ପୁଅ ଗଲେ ଏ ଭିତରେ ସେ ଆହୁରି କଥା କହୁଛନ୍ତି ବିଜେଡିକୁ ମୁଁ ସଂଗଠିତ କରିବି କେମିତି ବିଜେଡି ତ ଅଧା ଭୋଟ ପଦ୍ମ ଫୁଲକୁ ପଳେଇଲା ଆଉ ଏ ବିଜେଡି କଣ ସଂଗଠିତ ତ କଲେଜ ଉପରେ ବିଶେଷ ତ ଭଦ୍ରକ କଲେଜ ଉପରେ ଯେତିକି ଜାଣିନାହିଁ କିନ୍ତୁ ଯେତିକି କାଗଜ ଖବର କାଗଜରୁ ନେଇଛି ଯୋଉ ବ୍ୟମତେଶ ରାୟ କହୁଛନ୍ତି ଇଡି ଭୟ ଏ ଇଡି ଭୟ କଣ ଆଜି ରାତି ପାଇଲେ ହେଲା କି ଇଏ ବା ବିଗତ ଦିନ ହେଲା ଇଡି ଭୟ ଚାଲିଛି ବର୍ଷ ବର୍ଷ ଧରି ତାକୁ ସୁରକ୍ଷା କିଏ ଦଉଥିଲା ସେ ଲୋକକୁ ଆଉ ଡିଟେକ୍ଟ କରାଯାଉ କିଏ ତାଙ୍କୁ ଇଡି ଭୟରେ ସୁରକ୍ଷା ଦଉଥିଲା ସିବିଆଇ ଭୟରେ ସୁରକ୍ଷା ଦଉଥିଲା ଏବେ ପୁଣି ସେ କୋଉଠି ସୁରକ୍ଷା ମାଗିବାକୁ ଗଲେ ଶୁଣନ୍ତୁ ତାଙ୍କ ବାପା ହଉଛନ୍ତି ଦୀର୍ଘ ଦିନ ହେଲା ଜନତା ଦଳ ବିଧାୟକ ଥିଲେ ବିଜେଡିର ବିଧାୟକ ଥିଲେ ମନ୍ତ୍ରୀ ଥିଲେ ଭଦ୍ରକ ରାଜନୀତିର ଜଣେ ପୁରୁଣା ନେତା ତାଙ୍କର ବଳ ବୟସ ସରିଗଲାଣି ତେଣୁକରି ତାଙ୍କ ପୁଅମାନେ ଯେହେତୁ ରାଜନୀତିକ ତାଙ୍କ ପୁଅ ହଉଛନ୍ତି ଜଣେ ବ୍ଲକ ଚେୟାରମ୍ୟାନ୍ ଥିଲେ ଏବେ ବି ଅଛନ୍ତି ତାଙ୍କ ଭଉଣୀ ବ୍ଲକ ଚେୟାରମ୍ୟାନ୍ ବି ଅଛନ୍ତି କିଏ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ତେଣୁ ତାଙ୍କର ସେଠି ଗୋଟେ ଭଦ୍ରକ ରାଜନୀତିରେ ପ୍ରଫୁଲ୍ଲ ସାମଲଙ୍କ ନାମ ଅଛି କିନ୍ତୁ ସିଏ ତ ଆଉ ରାଜନୀତିରେ ଆଉ ବଳ ବୟସ ନିଜର ବୟସାଧିକ ଯୋଗୁଁ ରାଜନୀତି କରିବେନି ତେଣୁ ପୁଅମାନେ ଯୁଆଡ଼େ ଚାହୁଁଛନ୍ତି ସିଏ ତାଙ୍କୁ ସିଆଡ଼େ ପଠାଇଦେଲେ ଯେ ତାଙ୍କ ରାଜନୀତି କାରଣ ତାଙ୍କ ଅଳ୍ପ ବୟସ ଅଛି ଆହୁରି ବହୁତ ଦିନ ରାଜନୀତି କରିବେ ଭଦ୍ରକ ରାଜନୀତିକୁ ନେଇ କିନ୍ତୁ ପ୍ରଫୁଲ୍ଲ ସାମଲ ଯୋଉ ଆସିକି ବୟାନବାଜି କହୁଛନ୍ତି ଯେ ଯୋଉ ମୁଁ ହଉଛି ବିଜେଡି କାହାକୁ ସଂଗଠିତ କରିବି ଏବଂ ଦଳ କୁଆଡ଼େ ତାଙ୍କୁ ଦାୟିତ୍ୱ ଦେଇଥିଲା ନବୀନ ନିବାସକୁ ଡାକି ଗୋଟେ ଡ୍ରାମା କଲେ ଯେ ଆମେ ଦଳକୁ ସୁଦୃଢ଼ କରିବୁ ଯେତେ 6 ମାସ ତଳୁ ପ୍ରଫୁଲ୍ଲ ସାମଲଙ୍କ ପୁଅ ଇସ୍ତଫା ଦେଲେଣି 5 ମାସ ହେଲା 6 ମାସ ହେଲା ସେଠି ଭଦ୍ରକ ଜିଲ୍ଲାରୁ ଯୋଗାଡ଼ କରୁଛନ୍ତି ତାଙ୍କୁ ବିଜେପି ବାଲା ଦାୟିତ୍ୱ ଦେଇଥିଲେ ତମେ 2-3ଟି ବ୍ଲକ ଚେୟାରମ୍ୟାନ୍ ଆଣିଲେ ଯାଇକି ତମକୁ ମିଶେଇବୁ ସିଏ ଆଣିଲେ ହେରି କେତେ 5ଟା ଖଣ୍ଡେ ବ୍ଲକ ଚେୟାରମ୍ୟାନ୍ ଆଣିଲେ ହେରି ଏବଂ ଆଣିଲା ପରେ ସେ ମିଶେଇବା ପାଇଁ ଗୋଟେ ଡେଟ୍ ଫିକ୍ସ ହେଲା ଡେଟ୍ ଫିକ୍ସ ହେଇଛି 6 ତାରିଖ 7 ତାରିଖରେ ସେ ମିଶ୍ରଣ କରିବେ ଏବଂ ସେଠୁ ବି କିଛି ବହୁତ ସରପଞ୍ଚ ସମିତି ସଭ୍ୟ ଆସିବେ କର୍ମୀମାନେ ବି କିଛି ଆସିବେ ତାଙ୍କ ସମର୍ଥକ ଆସିବେ ସେଇ ମୁହୂର୍ତ୍ତରେ 3 ଦିନ ପୂର୍ବରୁ 6 ତାରିଖରେ ମିଶିବେ 3 ତାରିଖ ଦିନ ନବୀନ ନିବାସକୁ ଡକା ହେଉଛି କାହାକୁ ପ୍ରଫୁଲ୍ଲ ସାମଲଙ୍କୁ ଯେ ତମେ ଦଳ ସୁଦୃଢ଼ ମତେ ଲାଗୁଛି ବୋଧେ ତାଙ୍କର ସେଠୁ କିଛି ଲୋକ ଆସିବାରେ କମିଗଲା ବୋଲି ପ୍ରଫୁଲ୍ଲ ସାମଲକୁ ପାଣ୍ଡିଆନ ଭିତରେ ସେ ପାଣ୍ଡିଆନକୁ ଦେଖା କଲେ ନା ନବୀନିଆକୁ ଦେଖାଲେ ତାର ଆଗ ସ୍ପଷ୍ଟ କରନ୍ତୁ ପ୍ରଫୁଲ୍ଲ ସାମଲ କାହିଁକିନା ତାଙ୍କ ପୁଅ ଗଲେ ତାଙ୍କ ନିଜ ଭଉଣୀ ଗଲେ ଦୁଇ ପୁଅ ଗଲେ ଏ ଭିତରେ ସେ ଆହୁରି କଥା କହୁଛନ୍ତି ବିଜେଡିକୁ ମୁଁ ସଂଗଠିତ କରିବି କେମିତି ବିଜେଡି ତ ଅଧା ଭୋଟ ପଦ୍ମ ଫୁଲକୁ ପଳେଇଲା ଆଉ ଏ ବିଜେଡି କଣ ସଂଗଠିତ କରିବେ ତେଣୁ ନିଶ୍ଚିତ ଭାବରେ ତାଙ୍କର ବୟସ ଅନୁସାରେ କିଛି ଭୁଲ କହୁଛନ୍ତି ନା ବାର୍ଚାଉଳିଆ କଥା କହୁଛନ୍ତି ନା ମିଛ କଥା କହୁଛନ୍ତି ଏବଂ ତାଙ୍କ ପୁଅ ଯୋଉ 2 ଜଣ ଯାକ ରାଜନୀତିର ଲମ୍ବା ବୟସ ଅଛି ରାଜନୀତି କୋଉ ଦଳକୁ ଦଳ ଯିବେ ଏବଂ ରାଜନୀତିରେ ଏ ଦଳ ସେ ଦଳ ନିଶ୍ଚିତ ଭାବେ ଲୋକ ଯିବେ କିନ୍ତୁ ମତେ ଲାଗୁଛି ପ୍ରଫୁଲ୍ଲ ସାମଲ ଯୋଉଟା କହୁଛନ୍ତି ମିଛ କଥା ନ କହି ତାଙ୍କ ନିଜର ସ୍ୱାଭିମାନ ତାଙ୍କ ସମ୍ମାନକୁ ଆଞ୍ଚ ନ ପହଞ୍ଚିବା ପାଇଁ ସେ ସ୍ଥିର ରହିବା ଦରକାର ଏବଂ ମନକୁ ମନ ରହିଯିବା ନିଜେ ଆଉ ବୟାନବାଜି ନ କରି ସ୍ଥିର ରହିଲେ ମୁଁ ଭାବୁଛି ଭଲ ହବ କାହିଁକିନା ଯଦି ତମେ କହୁଛ ଯେ ମୁଁ ଦଳକୁ ସୁଦୃଢ଼ କରିବି ତମକୁ ଦାୟିତ୍ୱ ଦିଆହେଲା କେମିତି 5 ଜଣ ଯାଗଲେ ତ 5-6 ମାସ ପୂର୍ବରୁ ସେ ଯୋଜନା କରିବେନି 5 ଜଣ ବ୍ଲକ ଚେୟାର ରାତି ଅଧରେ କି ଆସିବେନି ଇଏ ଗୋଟେ ବିଧିବଦ୍ଧ ଭାବରେ ତାଙ୍କୁ ଚେଷ୍ଟା କରାଯାଇଥିବ ଆଲୋଚନା କରାଯାଇଥିବ ଏବଂ ଲୁଲୁ ସାମଲ ତାଙ୍କ ସାଙ୍ଗରେ ପହଞ୍ଚିଥିବେ ତାଙ୍କୁ ରାଜନୀତି କଥା ଆଲୋଚନା ହେଇଥିବ ଏବଂ ଉପର ବିଜେପିର ଉପର ନେତୃତ୍ୱ ଆଲୋଚନା ହେଇଥିବ ଏବଂ ନିଜେ ବ୍ଲକ ଚେୟାରମ୍ୟାନ୍ ଯୋଉ 2 ଜଣ ଅଛନ୍ତି ଭଣ୍ଡାରୀ ପୋଖରୀରେ ଏବଂ ଭଦ୍ରକ ସେ କହିଲେ ଆମେ ପ୍ରଫୁଲ୍ଲ ସାମଲଙ୍କ ଘରେ ଆଲୋଚନା କରିକି ମିଶିଲୁ ତେଣୁ ଆଉ ସେଥିରେ କଣ ମିଛ ଅଛି ପୁଣି ପ୍ରଫୁଲ୍ଲ ସାମଲ ଏ ବୟସରେ ମିଛ କହିକି ଦୁର୍ନାମ ନ ମୁଣ୍ଡାନ୍ତୁ ଇଡି ଭୟ କିଛି ସେ କିଏ କହୁଛି ଇଡି ଭୟ ଯିଏ ଶୁଣନ୍ତୁ ନାଇଁ ମୁଁ ତ କଲେଜ ଉପରେ ବିଶେଷ ତ ଭଦ୍ରକ କଲେଜ ଉପରେ ଯେତିକି ଜାଣିନାହିଁ କିନ୍ତୁ ଯେତିକି କାଗଜ ଖବର କାଗଜରୁ ନେଇଛି ଯୋଉ ବ୍ୟମତେଶ ରାୟ କହୁଛନ୍ତି ଇଡି ଭୟ ଏ ଇଡି ଭୟ କଣ ଆଜି ରାତି ପାଇଲେ ହେଲା କି ଇଏ ବା ବିଗତ ଦିନ ହେଲା ଇଡି ଭୟ ଚାଲିଛି ବର୍ଷ ବର୍ଷ ଧରି ତାଙ୍କୁ ସୁରକ୍ଷା କିଏ ଦଉଥିଲା ସେ ଲୋକକୁ ଆଉ ଡିଟେକ୍ଟ କରାଯାଉ କିଏ ତାଙ୍କୁ ଇଡି ଭୟରେ ସୁରକ୍ଷା ଦଉଥିଲା ସିବିଆଇ ଭୟରେ ସୁରକ୍ଷା ଦଉଥିଲା ଏବେ ପୁଣି ସେ କୋଉଠି ସୁରକ୍ଷା ମାଗିବାକୁ ଗଲେ ତାଙ୍କୁ ପଚାରିଲେ ବେଟର ହବ କିନ୍ତୁ ଇଡି ସୁରକ୍ଷା ବିଗତ ଦିନରେ କିଏ ଦେଇଥିଲା ଏବେ ପୁଣି ଇଡିର ଭୟ ଅଛି ସେ ବିଷୟରେ ଯେ ଆଲୋଚନା ଯୋଉମାନେ ଗପୁଛନ୍ତି ସେଇମାନେ ଆଲୋଚନାର ଉତ୍ତର ଦେଲେ ଓଡ଼ିଶା ସ୍ପଷ୍ଟ ଭାବରେ ଉତ୍ତର ପାଇବ ନାଇଁ ତାଙ୍କ ଗୋଟେ ଘର ଭିତରେ ସେ ରହୁଛନ୍ତି ନା ନାଇଁ ଏମିତି ବୟାନବାଜି ମୁଁ କହିଲି ଏଇଭଳିଆ ଯୋଉ ଅବାନ୍ତର ଆଲୋଚନା ଗୋଟେ ଘର ଭିତରେ ରହୁଛନ୍ତି ଗୋଟେ ଘର ଭିତରେ ଖାଉଛନ୍ତି ଗୋଟେ ଘର ଭିତରେ ପୁଅ ପୁତୁରା ନାତି ନାତୁଣୀକି ନେଇକି ସେ ଚଳିବା ବୟସରେ ଆଉ ରାଜନୈତିକ ବୟାନବାଜି ଏବଂ ପାଣ୍ଡିଆନ କଥାରେ ମିଛ କହିକି ନିଜର ଯୋଉ ସୁନାମ ଥିଲା ଭଦ୍ରକ ଜିଲ୍ଲାରେ ଜଣେ ରାଜନୈତିକ ନେତା ହିସାବରେ ମନ୍ତ୍ରୀ ହିସାବରେ କିମ୍ବା ବିଧାୟକ ହିସାବରେ ତାକୁ ଆଉ କ୍ଷୁର୍ଣ୍ଣ କରନ୍ତୁ ନାହିଁ।